କାଳବୈଶାଖୀର ପ୍ରଭାବ ଚାରିଆଡ଼େ ତ ଛାରଖାର ବର୍ଷା। ଆମର ବେଳେକେ ଖରା ବେଳେକେ ପୁରା ମେଘ ଢାଙ୍କି ପକାଉଛି। ସାଙ୍ଗମାନେ ମୋ ସୁନ୍ଦର ମିନି ବ୍ଲଗକୁ ଗୋଟେ ସ୍ୱାଗତ କରୁଛି। ସକାଳୁ ସକାଳୁ ଏତେ ଜୋରସେ ମେଘ ହେଉଥିଲା ଯେ ଘରୁ ହିଁ ବାହାରି ହେଉନଥିଲା। ବର୍ଷା ପବନ ଢାଳି ଢାଳି ଚାରି ଦିଗରେ ପୁରା ଅନ୍ଧାର ଦିଶୁଥିଲା। କିନ୍ତୁ ଛୁଆମାନଙ୍କ ମସ୍ତି ଯାଉନାହିଁ, ସେଇ ପାଣିରେ ହିଁ ପଡ଼ୁଛନ୍ତି। କେନ୍ଦ୍ରାପଡ଼ା ଆଡ଼େ ତ କୁଆପଥର ହେଇ ଆଜବେଷ୍ଟ ବି କଣା ହେଇଯାଇଛି। ମୁହଁରେ ପାଣି ଢାଳୁଥିଲା ସକାଳୁ 10ଟା ବେଳକୁ ଛାଡ଼ି ଯାଇଥିଲା। ସେଥିପାଇଁ ବର୍ଷା ଯୋଗୁରୁ ଏଇ ପନିପରିବା ଗୁଡ଼ା ନଷ୍ଟ ହେଉଥିଲା, ତାକୁ ତୋଳି ଆଣିଥିଲି। ଯାହା ଯେତିକି ଦିନ ରହିଥାନ୍ତା ଏଇ ଆମ ଛୋଟିଆ ବଗିଚାରେ, ବାସ୍ ବର୍ଷା ଯୋଗୁରୁ ନଷ୍ଟ ହେଇଯିବ ବୋଲି ତୋଳି ଆଣିତେ ବାଧ୍ୟ ହେଲି। ଗାଧୋଇ ପାଧୋଇ ସବୁ ରୋଷେଇବାସ ସାରି ଦେଇଥିଲି। ଭାତ, ମାଛର ଚଡ଼ଚଡ଼ି ଆଉ ଗୋଟିଏ ଝୋଳ ବନେଇଥିଲି, ପପି ଆଳୁର ଝୋଳ ଆଉ କଲରା ଭଜା। ସମସ୍ତଙ୍କୁ ଖାଇବା ପାଇଁ ଦେଇଦେଇ ମୁଁ ନିଜେ ଖାଇ ନେଇଥିଲି। ଦୁହି ପ୍ରହରେ ଦେଖନ୍ତୁ କେତେ ଜୋରସେ ଖରା କରୁଛି। ଖରା କାଟୁନି ସିନା, ଏଇ ବର୍ଷା ପାଇଁ ସମସ୍ତଙ୍କ ଦେହ ବି ଭଲ ଲାଗୁନି। ଥଣ୍ଡା ଜ୍ୱର ହେଇଯାଉଛି ପିଲାମାନଙ୍କୁ। ଲୁଗାପଟା ବି ଠିକ୍ ସେ ଶୁଖୁନି, ଆଣିକି ରଖିଦେଇଥିଲି ଉଠେଇକି, ତାପରେ କିଛି ସମୟ ରେଷ୍ଟ କରିଦେଇଥିଲି। ସନ୍ଧ୍ୟାବେଳେ ତ ମେଘ ଢାଙ୍କି ଆସିଥିଲା କିନ୍ତୁ ହେଲା ନାହିଁ। ଆପଣଙ୍କ ଆଡ଼େ କାଳବୈଶାଖୀର କେମିତି ପ୍ରଭାବ କମେଣ୍ଟରେ ଜଣାଇବେ। ଭିଡ଼ିଓରେ ଲାଇକ୍, ସେୟାର, ଫଲୋ ଆଣ୍ଡ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେନି। ଦେଖା ହେବା ନେକ୍ସଟ ଭିଡ଼ିଓ। ଜୟ ଜଗନ୍ନାଥ।